এই পবিত্র খଳିলাଗି অমাବାস্যাରେ ଅଲାରନାଥଙ୍କ ପୀଠରେ ସହସ୍ରାଧିକ ଭକ୍ତଙ୍କ ଭିଡ଼ ଜମିଛି। କାରଣ ଅନବସର ସମୟରେ ଯେଉଁ ସବୁ ଭିଡ଼ ପରିପୂର୍ଣ୍ଣ ହେବା ଭିଡ଼ ଦେଖିବାକୁ ମିଳିଥାଏ, ଆଜି ତାଠାରୁ ଅଧିକ ଭିଡ଼ ମାତ୍ରାଧିକ ଭକ୍ତ ରହିଛନ୍ତି। ଗରମ ଗୁଳୁଗୁଳିକୁ ଅସହ୍ୟ ଗରମ ଗୁଳୁଗୁଳି ଖାତିର ନକରି ଭକ୍ତମାନେ ସେମାନଙ୍କର ଯେଉଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଯେଉଁ ଆବେଗ ରହିଥିଲା, ଆଜି ସେ ଆବେଗରେ ସେମାନେ ଆଜି ଅଲାରନାଥଙ୍କୁ ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଏବଂ ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତ ଉପଚାର ଚାଲିଛି। ଏବଂ ଆଜି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପାଖରେ ଫଳ ଭାଗ ବା ଫଳରେ ସଜାଯାଇଛି ମହାପ୍ରଭୁଙ୍କୁ ଏବଂ ଫଳ ଅର୍ପଣ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସେବାୟତ ଏବଂ ନିର୍ଦ୍ଦିଷ୍ଟ ସେବା ସଂଗଠନ ତରଫରୁ ମହାପ୍ରଭୁଙ୍କ ପାଖରେ ଫଳ ସମର୍ପଣ କରାଯାଇଛି। ଏବଂ ଏନେଇ ଆଜି ଖଳିଲାଗି ଏକାଦଶୀରେ କ'ଣ ରହିଛି, ଠାକୁରଙ୍କ ନୀତିକାନ୍ତି ଏବଂ କିଭଳି ଭାବରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଉଛି ସେ ନେଇ ଆଲୋଚନା କରିବା। ଆମ ସହିତ ମନ୍ଦିରର ପୂଜାପଣ୍ଡା ସେବାୟତ ରହିଛନ୍ତି, ନାରାୟଣ ପୂଜାପଣ୍ଡା। ଆଜ୍ଞା, ଆଲୋଚନା କରିବେ କିଭଳି ଭାବରେ ଆଜି ଠାକୁରଙ୍କ ନୀତିକାନ୍ତି ଏବଂ ପୂଜାର୍ଚ୍ଚନା କିଭଳି କରାଯାଉଛି ଆଉ ବିଧି ବ୍ୟବସ୍ଥା ସବୁ କିଭଳି କ'ଣ ଅଛି। ଜୟ ଅଲାରନାଥ, ଜୟ ଜଗନ୍ନାଥ। ଆଜି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ପୀଠରେ ପବିତ୍ର ଅନବସର ଦର୍ଶନର ଆଜି ହେଲା ଦ୍ୱାଦଶ ଦିନ। ତେଣୁ ଆଜି ଏକାଦଶୀ ତିଥିରେ ଆମର ଇଏ 10-12 ବର୍ଷ ହେଲା ଏ ଯେଉଁ ରାମ ବାବା ଯେଉଁ ଆଉଛନ୍ତି ପୁରୀକି ଆମର ତୁଳସୀ ନେଇକି ତୁଳସୀ ସେବା କରୁଛନ୍ତି, ତାଙ୍କରି ଦ୍ୱାରା ସେ 10 ବର୍ଷ ହେଲା ସେ ବର୍ତ୍ତମାନ ଆଜି 15 କୁଇଣ୍ଟାଲ ଫଳରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଛି। ରାତି 3ଟାରୁ ଦୁଆର ଫିଟା ଯାଇ ମଙ୍ଗଳ ଆଳତି ବଢ଼ିଆ ପରେ ତଳମୁଲାଇ କରାଯାଇ ଅବକାଶ ନୀତି ସରିଲା। ଅବକାଶ ନୀତି ସରିଲା ପରେ ଗୋପାଳ ବଲ୍ଲଭ ଉଠି ବର୍ତ୍ତମାନ ଏନେ ସର୍ବସାଧାରଣ ଦର୍ଶନ ଚାଲିଛି। ଇଏ 12:30 ଯାକେ ଚାଲିବ। 12:30 ପରେ ମହାପ୍ରଭୁଙ୍କର ଦ୍ୱିପହର ସକାଳ ଧୂପ ହେବ। ତାପରେ 2:30 ବେଳକୁ ମହାପ୍ରଭୁଙ୍କର ଦ୍ୱିପହର ଧୂପ ହେବ। 7:30 ବେଳକୁ ସନ୍ଧ୍ୟା ମହାପ୍ରଭୁଙ୍କର ସନ୍ଧ୍ୟା ଆଳତି କରାଯିବ। 9:30 ବେଳକୁ ମହାପ୍ରଭୁଙ୍କର ସନ୍ଧ୍ୟା ଧୂପ ବସିବ। 10:30 ବେଳକୁ ମହାପ୍ରଭୁଙ୍କର ବଡ଼ସିଂହାର ବେଶ। 11ଟାରେ ମହାପ୍ରଭୁଙ୍କର ହେବ ବଡ଼ସିଂହାର ଧୂପ। 12ଟାରେ ମହାପ୍ରଭୁ ପହଡ଼ ହେବେ। ତେଣୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇ ମହାପ୍ରଭୁ ଆଉ ଶ୍ରୀ ଅଲାରନାଥଙ୍କୁ ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜ ନାରାୟଣଙ୍କ ଦର୍ଶନ କରି ଜଗନ୍ନାଥ ଦର୍ଶନର ପୂର୍ଣ୍ଣ ଫଳ ପ୍ରାପ୍ତି ହୁଅନ୍ତି। ତେଣୁ ଏଠି ମହାପ୍ରଭୁଙ୍କ ପୀଠରେ ଆଜି ଏକାଦଶୀ ଥିବାରୁ ଆଜି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବର୍ତ୍ତମାନ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇକରି ବର୍ତ୍ତମାନ ଲାଇନରେ ଅଛନ୍ତି। ଏଇନେ ବର୍ତ୍ତମାନ ଆମର ଫଳ ସବୁ କଢ଼ା ଯାଉଛି। ଫଳ ଯେଉଁ 15 କୁଇଣ୍ଟାଲ ଫଳ ଯେଉଁ ମହାପ୍ରଭୁଙ୍କର ବେଶ କରାଯାଇଛି, ଇଏ ସବୁ ସେବକମାନେ ପାଳିଆ ସେବକମାନେ ଲାଗିଛନ୍ତି। ଫଳ ସବୁ ବାହାର କରିବେ। ଫଳ ସବୁ ବାହାର କଲା ପରେ ତାପରେ ଆପଣ ପାଣି ପଡ଼ିବ, ମନ୍ଦିର ଶୋଧ ହେବ। ତାପରେ ଶୋଧ ସରିଲା ପରେ ମହାପ୍ରଭୁଙ୍କର ଭୋଗ କୋଠ ଭୋଗ ବୁହା ହେବ। ତାପରେ ଭୋଗ ବାହାରିଲା ପରେ ଭୋଗ ମଣ୍ଡପକୁ ଗଲେ ଶ୍ରଦ୍ଧାଳୁମାନେ ଭୋଗ ପାଇବେ। ତେଣୁ ଆଜି ଯାହା ଜଣାପଡ଼ୁଛି ଗତ ଗୁରୁବାର ଦିନ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ଆଜି ମଧ୍ୟ ସେହି ତାଠୁ ଅଧିକା ଭକ୍ତ ବି ଲକ୍ଷାଧିକ ଭକ୍ତ ବି ବର୍ତ୍ତମାନ ଅଛନ୍ତି। 2 କିଲୋମିଟର ଯାଇକି ବର୍ତ୍ତମାନ ଏନେ କ୍ୟୁରେ ଭକ୍ତମାନେ ଅଛନ୍ତି। ତେଣୁ ସବୁ ଭକ୍ତମାନେ କେମିତି ସୁଚାରୁ ରୂପେ ଦର୍ଶନ କରିବେ, ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିବେ। ତେଣୁ ଏଥିପାଇଁ ଆମେ ସେବାୟତ ଆଉ ତାପରେ ଆମର ପ୍ରଶାସନ ତରଫରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଆଉ ଆମର ଫାୟାର ଷ୍ଟେସନ ବାଲାଙ୍କୁ ଦାୟିତ୍ୱ ଦିଆଯାଇଛି କୌଣସି ଭକ୍ତ ଯେମିତି କିଛି ମାନେ ଅସୁସ୍ଥ ଅନୁଭବ ନ କରିବେ। ତେଣୁ ସେ ପାଣି ବି ଆମର ଟ୍ୟାଙ୍କର ଆସିଛି, ପାଣି ଦ୍ୱାରା ପାଇପ୍ ଦ୍ୱାରା ପାଣି ବି ଲୋକମାନଙ୍କୁ ସିଞ୍ଚନ କରୁଛନ୍ତି। ତେଣୁ ଭକ୍ତମାନଙ୍କୁ ଯେମିତି କିଛି ଅସୁବିଧା ନ ହେବ ସେଥିପ୍ରତି ଆମର ଦୃଷ୍ଟି ଦିଆଯାଇଛି। ଜୟ ଅଲାରନାଥ। ନିଶ୍ଚିନ୍ତ ଭାବରେ ଆପଣ ଦେଖୁଥିବେ 15 କୁଇଣ୍ଟାଲ ଫଳରେ ଠାକୁରଙ୍କୁ ସଜାଯାଇଛି ଏବଂ ଠାକୁରଙ୍କ ଅପୂର୍ବ ଦର୍ଶନ। କାରଣ କୁହାଯାଏ ଏକାଦଶୀ ଦିନ ଠାକୁରଙ୍କୁ ଦର୍ଶନ କଲେ ଗୋଟେ ମହା ପୁଣ୍ୟ ମିଳିଥାଏ ଏବଂ ଏଇ ପୁଣ୍ୟ ଅର୍ଜନ କରିବା ପାଇଁ ସହସ୍ରାଧିକ ଭକ୍ତମାନେ ଲାଇନରେ ରହିଛନ୍ତି। ମୁଁ ଆପଣଙ୍କୁ ପଛ ପାର୍ଶ୍ୱର ମଧ୍ୟ ଦୃଶ୍ୟ ଦେଖେଇବି। ଏ ହେଉଛି ଅଲାରନାଥ ମନ୍ଦିର ପରିସରର ଦୃଶ୍ୟ ଏବଂ ଯେଉଁଠି ଆପଣ ଅଲାରନାଥ ପଛ ପାର୍ଶ୍ୱ ସେ ପାର୍କିଂ ସ୍ଥଳରୁ ଭକ୍ତମାନେ ଲାଇନରେ ଆସୁଛନ୍ତି ଏବଂ ସେ ଶୃଙ୍ଖଳିତ ଦର୍ଶନ ପାଇଁ ଯେଉଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି ତାକୁ ସମସ୍ତେ ଅନୁପାଳନ କରି ଲାଇନରେ ଆସୁଛନ୍ତି। ଜଣେ ଜଣେ ଲୋକ କରି ଠାକୁରଙ୍କୁ ଦର୍ଶନ କରୁଛନ୍ତି। ଅତି ସୁନ୍ଦର ଭାବରେ ଦର୍ଶନ ବ୍ୟବସ୍ଥା ଠାରୁ ଆରମ୍ଭ କରି ସବୁ ସୁନ୍ଦର ଭାବରେ ଆପଣ ଦେଖିପାରୁଥିବେ। ଭକ୍ତମାନଙ୍କର ଯେଉଁ ଗୁଳୁଗୁଳି ଅସହ୍ୟ ଗରମ ଗୁଳୁଗୁଳି ରଖିବା ପାଇଁ ସେମାନଙ୍କର ଫ୍ୟାନ୍ ଏବଂ ବିଭିନ୍ନ ବ୍ୟବସ୍ଥା କରାଯାଇଛି ଏବଂ ପୋଲିସ ଭାଇମାନେ ଶୃଙ୍ଖଳିତ ଭାବରେ କିଭଳି ଭାବରେ ଦର୍ଶନ କରାଯିବ ସେଥିପାଇଁ ସମସ୍ତେ ସଜାଗ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ମୁଁ ଆଲୋଚନା କରିବି, ଆମ ସହିତ ଆଉ ଜଣେ ସେବାୟତ ରହିଛନ୍ତି। ଆଜ୍ଞା, ଆଜି ହେଉଛି ଏକାଦଶୀ ଏବଂ ଏକାଦଶୀରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ଗୋଟେ ବିଶ୍ୱାସ ରହିଛି। କ'ଣ କେମିତି? ଜୟ ଜଗନ୍ନାଥ, ଜୟ ଅଲାରନାଥ। ଆଜି ମହାପ୍ରଭୁଙ୍କର ଦ୍ୱାଦଶ ଦିନର ଯାତ୍ରା ଆସି ପହଞ୍ଚିଛି। ଗତକାଲି ଏକାଦଶୀର ଆଂଶିକ ଭାବ ରହିବାରୁ ଆଜି ଏକାଦଶୀ ପାଳନ କରାଯାଉଛି। ରାତ୍ରି 3 ଘଣ୍ଟା ସମୟରୁ ମହାପ୍ରଭୁଙ୍କର ମନ୍ଦିର ଖୋଲାଯାଇ ଦିବ୍ୟ ଆଳତି, ବେଶ ଶୃଙ୍ଗାର ଏବଂ ସମସ୍ତ ନୀତିକାନ୍ତି ସକାଳ ଧୂପ ସରିବା ପରେ ମହାପ୍ରଭୁଙ୍କର 5:30ଟାରୁ ଆଜି ସାହାଣ ମେଲା ଦର୍ଶନ ଚାଲିଛି। କାରଣ ଭକ୍ତଙ୍କୁ ଆଖି ଆଗରେ ରଖି ରାତି 3ଟାରୁ ଭକ୍ତମାନେ ଆସି ଉପସ୍ଥିତ ହେଲେଣି। ତେଣୁ ଭାରତର କୋଣ କୋଣରୁ ସମସ୍ତ ଭକ୍ତଙ୍କର ଏ ଯେଉଁ ଦ୍ୱାଦଶ ଦିନର ଯାତ୍ରା ଚାଲିଛି, ଏ ଯାତ୍ରା ମହାପ୍ରଭୁ ନିଜେ ସ୍ୱୟଂ ଯାତ୍ରା ସୃଷ୍ଟି କରିଛନ୍ତି। କାରଣ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ହେବା ପରେ ମହାପ୍ରଭୁଙ୍କୁ ଜ୍ୱରରେ ପୀଡ଼ିତ ଥିବାରୁ ସେ ଲକ୍ଷ୍ମୀ ସହିତ କିଛି ଦିନ ମିଶିବା ପାଇଁ ଏବଂ ନିଜେ କ୍ଷୀରି ଭୋଗ ଖାଇଥିଲେ ବୋଲି ଯେଉଁ କିମ୍ବଦନ୍ତୀ ରହିଛି,
ସେଥିପାଇଁ ଅଲାରନାଥ ପୀଠ ଆଜି ଚଳଚଞ୍ଚଳ। এই ଚଳଚଞ୍ଚଳ ପୀଠକୁ ଦୀର୍ଘ 12 ଦିନ ଧରି ଲୋକମାନଙ୍କର ସୁଅ ଛୁଟୁଛି ଭକ୍ତମାନଙ୍କର। ସମସ୍ତ ଭକ୍ତମାନେ ଭାରତର କୋଣ କୋଣରୁ ଆସି ପହଞ୍ଚୁଛନ୍ତି, ଧାଡ଼ି ଲାଇନରେ ଦର୍ଶନ କରୁଛନ୍ତି। ସେବାୟତ ପ୍ରଶାସନ ସମସ୍ତେ ତତ୍ପରତା ରହିଛନ୍ତି। ବର୍ତ୍ତମାନ ମହାପ୍ରଭୁଙ୍କର ସକାଳ ଧୂପ ଆରମ୍ଭ ହେବ। ମହାପ୍ରଭୁ ସକାଳ ଧୂପରେ ଦିବ୍ୟ ଅନ୍ନ ଡାଲି ବେସର ଖଟା ଶାଗ ମହୁର ତତ୍ ସହିତ ମହାପ୍ରଭୁଙ୍କର ଆଉ 2 ଘଣ୍ଟା ପରେ ସ୍ୱତନ୍ତ୍ର ଭୋଗ କ୍ଷୀରି ଭୋଗ ହେବ। ସେ କ୍ଷୀରି ଭୋଗକୁ ସମସ୍ତେ ଆପ୍ୟାୟିତ ହୋଇ ଅଛନ୍ତି। ସମସ୍ତେ ଭୋଗ ଯେମିତି ଭକ୍ତମାନେ ଭୋଗରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଆମେ ସଦା ତତ୍ପର ରହିଛୁ। ସମସ୍ତ ଭକ୍ତ ଆସୁଛନ୍ତି, ଦର୍ଶନ କରି କୃତାର୍ଥ ଲାଭ କରୁଛନ୍ତି, ତାଙ୍କ ସହ ପରିବାରର ମଙ୍ଗଳ କରୁଛନ୍ତି। କାରଣ ହେଉଛି ମହାପ୍ରଭୁଙ୍କୁ ଜଗନ୍ନାଥଙ୍କୁ ଯଦି ଦର୍ଶନ ନ ମିଳେ ତେବେ ଏଠାରେ ଅଲାରନାଥଙ୍କୁ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ। ତେଣୁ ସମସ୍ତ ଭକ୍ତଙ୍କର ସେଇ ଯେଉଁ ବିଶ୍ୱାସ, ଯେଉଁ ପୁରାଣ, ଯେଉଁ ଚରିତ, ଯେଉଁ ସ୍କନ୍ଦ ପୁରାଣ, ଯେଉଁ ନୀତିକାନ୍ତି ସମସ୍ତ ଲେଖାଯାଇଛି ଆଜି ପର୍ଯ୍ୟନ୍ତ ସେହି ବିଧିକୁ ଆଖ୍ୟାୟିତ କରି ସମସ୍ତ ଭକ୍ତମାନଙ୍କର ସୁଅ ଛୁଟିଛି ଅଲାରନାଥଙ୍କ ନିକଟଙ୍କୁ ତାଙ୍କୁ ଆଶିଷ ଭିକ୍ଷା କରିବା ନିମନ୍ତେ। ତେଣୁ ଜୟ ଜଗନ୍ନାଥ, ଜୟ ଅଲାରନାଥ। ଏହାପରେ ନିଶ୍ଚିନ୍ତ ଭାବରେ ଆପଣ ଦେଖିପାରୁଥିବେ ଶହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି। କାରଣ ଅସହ୍ୟ ଗୁଳୁଗୁଳି ଏବଂ ଗରମକୁ ଖାତିର ନକରି ଭକ୍ତମାନେ ତାଙ୍କର ସେ ପ୍ରିୟ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଏକ ଲମ୍ବା ଲାଇନରେ ଅପେକ୍ଷା କରିଛନ୍ତି ଏବଂ ଦୀର୍ଘ ସମୟ ଧରି ଯେଉଁ ଅପେକ୍ଷାରତ ଏବଂ ଅପେକ୍ଷାକୁ କିଭଳି ସୁବନ୍ଦୋବସ୍ତ କରାଯିବ ସେଥିପାଇଁ ବହୁତ ଭକ୍ତମାନେ ଆସୁଛନ୍ତି। ଆଜ୍ଞା, ଆପଣ ଦର୍ଶନ କଲେ ଠାକୁରଙ୍କୁ, ଗୋଟେ କୁହାଯାଏ ଏହି ସମୟରେ ଅନବସର ସମୟରେ ଏବଂ ଆଜି ପବିତ୍ର ଏକାଦଶୀ ଏହି ସମୟରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଥିଲା। ଆପଣ ଦର୍ଶନ କଲେ କେମିତି ଲାଗିଲା? ବହୁତ ଖୁସି ଲାଗିଲା, ବହୁତ ବଢିଆ ଲାଗିଲା, ବହୁତ ଭଲ ବାଗେ ଦର୍ଶନ ହେଲା। ବହୁତ ଦିନଠୁ ଚେଷ୍ଟା କରୁଥିଲି, ଆସିପାରୁନଥିଲି, ଆଜି ସୁଯୋଗ ମିଳିଲାରୁ ଦର୍ଶନ ହେଇପାରିଲା। ନିଶ୍ଚିନ୍ତ ଆପଣ କୋଉଠୁ ଆସିଥିଲେ, କେମିତି ଆଜି ଖରା ଥିଲା ଏବଂ ଗରମ ଗୁଳୁଗୁଳି ତାରି ଭିତରେ ଠାକୁରଙ୍କ ପାଖକୁ ଗୋଟେ ଦର୍ଶନ କରିବା ପାଇଁ ଗୋଟେ ଆତ୍ମତୃପ୍ତି ଲାଗେ, କିଭଳି ଆଜି ଅନୁଭବ କଲେ? ମୁଁ ଏଇ ପୁରୀରୁ ଆସିଥିଲି, ପୁରୀ VIP ରୋଡରୁ ଆସିଥିଲି, ଆସିକି ଦର୍ଶନ କରି ଗଲି। ମୁଁ ସକାଳୁ ବାହାରିକି ଆସିଥିଲି। ହଁ, ମୁଁ ଗାଡ଼ିରେ ଆସିଥିଲୁ, ବାଇକରେ ଆସିଥିଲୁ, ଲାଇନରେ ଦର୍ଶନ କରିକି ବହୁତ ସମୟ ଲାଇନ କଲା ପରେ ଦର୍ଶନ ମିଳିଲା। ଦର୍ଶନ ହେଲା ପରେ ବହୁତ ଭଲ ଲାଗୁଛି। ନିଶ୍ଚିନ୍ତ ଆପଣ ଦେଖୁଥିବେ ଏଇ ହେଉଛି ସେ ଲମ୍ବା ଲାଇନର ଦୃଶ୍ୟ ଯେଉଁଠି ଭକ୍ତମାନେ ଗରମ ଗୁଳୁଗୁଳୁ ଖାତିର ନକରି ସେଠି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଏବଂ ତାଙ୍କର ସେ ପ୍ରିୟ ଠାକୁର ମହାପ୍ରଭୁ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କରିବେ ଏବଂ ଯେଉଁ ଦର୍ଶନ ସାନ୍ନିଧ୍ୟ ଲାଭ କରିବା ପାଇଁ ଦୀର୍ଘ ଦିନର ଯେଉଁ ଅପେକ୍ଷା ଥିଲା ସେ ଅପେକ୍ଷାର ଆଜି ଅନ୍ତ ଘଟିବ। କାରଣ ଆପଣ ଦେଖୁଥିବେ ବିଶାଳ ବଡ଼ ଲାଇନ ଅଲାରନାଥଙ୍କ ପଛ ପାର୍ଶ୍ୱର ଲାଇନ। ଆଜ୍ଞା, ଆପଣ କୋଉଠୁ ଆସିଥିଲେ? ମୁଁ ଗଭର୍ଣ୍ଣମେଣ୍ଟ ପଲିଟେକ୍ନିକ ପୁରୀରୁ ଆସିଛି। ଆଜି ଅଲାରନାଥଙ୍କୁ ଦର୍ଶନ କରିବେ, ଦୀର୍ଘ ଦିନର ଗୋଟେ ଅପେକ୍ଷା ଥିଲା, କେମିତି ଲାଗୁଛି? ବହୁତ ଖୁସି ଲାଗୁଛି, ମାନେ ଦୀର୍ଘ ଦିନ ଅପେକ୍ଷାର ମାନେ ଗୋଟେ ଫଳ ପାଇଲା ଭଳିଆ ଲାଗୁଛି। ଠାକୁରଙ୍କୁ ଆଗରୁ କେବେ ଦର୍ଶନ? ହଁ, କରିଛି, ବହୁତ ଭଲ ଲାଗେ। ଠାକୁରଙ୍କ କୃପା ଥାଉ ଆମ ଉପରେ। ନିଶ୍ଚିନ୍ତ ଆପଣ ଦେଖୁଥିବେ ଭକ୍ତମାନେ ଦୀର୍ଘ ଦିନ ଅପେକ୍ଷା ଥିଲେ ଆଜି ତାଙ୍କର ଅନ୍ତ ଘଟିବ। କାରଣ ସେମାନେ ଠାକୁରଙ୍କ ପାଖରେ ଯେଉଁ ଦର୍ଶନ ସାନ୍ନିଧ୍ୟ ଲାଭ କରିବା ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥାନ୍ତି ଏବଂ ଆଜି ହେଉଛି ଯେଉଁ ପବିତ୍ର କଳିଲାଗି ଏକାଦଶୀ ଏବଂ ଏକାଦଶୀରେ ଠାକୁରଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ଏବଂ ଏଥିପାଇଁ ସମସ୍ତ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି। ଆପଣ ଦେଖୁଥିବେ ଫାୟାରଠୁ ଆରମ୍ଭ କରି ପୋଲିସ ଭାଇମାନେ ଏବଂ ପୋଲିସ ବ୍ୟବସ୍ଥା ଏବଂ ଗଭର୍ଣ୍ଣମେଣ୍ଟର ସମସ୍ତ ପ୍ରକାର ସୁବିଧା କିଭଳି ଭାବରେ ବନ୍ଦୋବସ୍ତ କରାଯାଉଛି ଏବଂ ସମସ୍ତ କିଭଳି ଭାବରେ ସେମାନଙ୍କୁ ସୁଯୋଗ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ସମସ୍ତ ପୋଲିସ ବିଭାଗର ବଡ଼ ବଡ଼ ଅଧିକାରୀଙ୍କ ଠାରୁ ଆମ ପ୍ରଶାସନିକ ସମସ୍ତ ଅଧିକାରୀମାନେ ତତ୍ପରତା ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ବ୍ରହ୍ମଗିରିରୁ ତପନ କୁମାର ଲେଙ୍କା ରିପୋର୍ଟ, ନନ୍ଦୀ ଲାଇଭ୍।